ଭାଇ ନମସ୍କାର। हेलो नमस्कार କହିଲି। ଭାଇ ଆପଣଙ୍କର ପଞ୍ଚାୟତରେ କଣ ହେଇଛି ଭାଇ? ଏଠି ମାରପିଟ ହେଇଛନ୍ତି, ତା ସହିତ ଏଠି ଯେ ପ୍ରଦୀପ ପାଣିଗ୍ରାହୀ ଅଛନ୍ତି, ତାଙ୍କର ପ୍ରତିନିଧି ଯିଏ ଅଛନ୍ତି ଦିଗପଣି ପ୍ରତିନିଧି ଆପଣଙ୍କ ଅଞ୍ଚଳର, ତାକୁ ମାଡ଼ ଆଜ୍ଞା ହେଇଛି। ସେ ସିଧାସଳଖ ଅଭିଯୋଗ କରୁଛନ୍ତି ନା ସରପଞ୍ଚ ଦାୟୀ। କଣ ପ୍ରକୃତ ଘଟଣା କଣ ଭାଇ? ବାସ୍ତବରେ କହିବାକୁ ଗଲେ ଆଜ୍ଞା ଗଡ଼ଗୋବିନ୍ଦପୁରରେ ଦୀର୍ଘ 2 ବର୍ଷ ହେଲା ସବୁ କାମ ଠପ୍ ହେଇକି ଅଛି। କିନ୍ତୁ ଏଇ ଯୋଉ ଘଟଣା କାଲିର ଘଟଣା ଘଟିଛି, ଏଇ ଘଟଣା ବାସ୍ତବରେ ହୋଲି ଖେଳକୁ ନେଇକି ଆରମ୍ଭ ହେଇଛି। ଯୋଉ ହୋଲି ଖେଳ ଗୋଟେ ପରମ୍ପରା ଅନୁସାରେ ଗାଁରେ ଗୋଟେ ଜାଗାରେ ଆମ ଭଗବାନ ରଘୁନାଥଙ୍କ ପୀଠରୁ ହୋଲି ଦୋଳ ପୂର୍ଣ୍ଣିମାରେ ହୋଲି ବାହାରେ ପୁରା ଗାଁ ପରିକ୍ରମା କଲା ପରେ ସେ ଜାଗାରେ ବନ୍ଦ ହୁଏ। କିନ୍ତୁ କାଲି କିଛି ଅସାମାଜିକ ଲୋକ ଗଡ଼ଗୋବିନ୍ଦପୁର ଗ୍ରାମର କିଛି ଗୋଟେ ନିର୍ଦ୍ଦିଷ୍ଟ 10-15 ଜଣ ପିଲାକୁ ନେଇ ଅନ୍ୟ ଏକ ଗୋଷ୍ଠୀ କରି ଗାଁରେ ହୋଲି ଖେଳ ଆରମ୍ଭ କରିଥିଲେ। ମୁଁ ସେଇ ସମୟରେ ଯୋଉ ପିଲାମାନେ ଅଲଗା ଗୋଷ୍ଠୀ କରିକି ହୋଲି ଖେଳିବା ପାଇଁ ଯାଇଥିଲେ, ମୁଁ ସେମାନଙ୍କୁ ବହୁତ ବୁଝେଇଲି। ହୋଲି ହେଉଛି ଗୋଟେ ପବିତ୍ର ଜିନିଷ, ପବିତ୍ର ବନ୍ଧନ, ଯାର ବହୁତ ମାନେ ପବିତ୍ର ଜିନିଷ ଗୋଟେ ହୋଲି। ତେଣୁ ସମସ୍ତେ ମିଶିକି ଖେଳିବା, ଆରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ। ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି ସମସ୍ତେ ମିଶିକି ହୋଲି ଖେଳିବା। ସେମାନେ ପ୍ରତିକ୍ରିୟାରେ ମୋତେ କହିଥିଲେ ଆମର ଆମେ ଖେଳିବୁ, ତମେ ଖେଳ। ମୁଁ ପଛେ ଯାହା ଶୁଣିବାକୁ ପାଇଲି, ସେମାନଙ୍କୁ ସେ ଗଡ଼ଗୋବିନ୍ଦପୁର ଗାଁର ଗୋଟେ ବ୍ୟକ୍ତି ବି ଶଙ୍କର ନାରାୟଣ ସୁବୁଦ୍ଧି ବୋଲି କିଛି ଫାଇନାନ୍ସ କରିକି ନୂଆ ଗୋଟେ କ୍ରିଏଟ୍ କରିବା ପାଇଁ ମୋ ବିରୋଧରେ ଗୋଟେ ପରମ୍ପରାକୁ ବି ତାଙ୍କେ ଭାଙ୍ଗିବାକୁ ପସ୍ତେଇଲେନି। ଆଉ ସେଥିପାଇଁ କାଲିର ଏ ଯୋଉ ହୋଲି ଖେଳ ଭିତରେ ମୁଁ ଆକ୍ଚୁଆଲି ହୋଲି ଖେଳ ଆରମ୍ଭ ହେଲା ପରେ ମୁଁ ଘରକୁ ବ୍ୟାକ୍ ହେଲା ପରେ ମଝିରେ ଆଙ୍କ ଭିତରେ ବଚାସା ହେଇଛି। ମୁଁ ବଚାସା ଶୁଣିଲା ପରେ ମୁଁ କାହିଁକି ସେମିତି ହଉଛ ବୋଲି ମୁଁ ପାଟିତୁଣ୍ଡ କରିଛି। ତାପରେ ମୁଁ ଆଇକି ଘରେ ଅଛି। ମୁଁ ଘରେ ଗୋଟେ 15-20 ଜଣ ମୋ ସହିତ ପଞ୍ଚାୟତ ଉପରେ ଡିସ୍କସନ୍ ଚାଲିଛି। ସେଇ ସମୟରେ ମୋ ଘରଠୁ ଗୋଟେ 100 ମିଟର 200 ମିଟର ଦୂରରେ ଏ ଗଣ୍ଡଗୋଳ ହେଇଛି। ଭାଇ ଯୋଉ ଆପଣଙ୍କ ଯିଏ ମାଡ଼ ବା ଆକ୍ରମଣ ଶିକାର ହୋଇଛନ୍ତି, ସେ ଏକ ପ୍ରକାର ଅଭିଯୋଗ କରୁଛନ୍ତି ନା ସରପଞ୍ଚଙ୍କ ଦ୍ଵାରା ସରପଞ୍ଚଙ୍କ ନିର୍ଦ୍ଦେଶରେ ଏ ଝଗଡା ହେଇଛି ବୋଲି ଆଜି କହୁଛନ୍ତି। ପର୍ଯ୍ୟନ୍ତ ମୁଁ ସରପଞ୍ଚ ହେଇକି 2 ବର୍ଷ 3 ବର୍ଷ ବିତିଗଲା ଆଜ୍ଞା। କେବେ ବି ଆପଣମାନେ ଥାନା ହଉ କି ଗାଁରେ ବି ଆଇକି ଆମ ବିଷୟରେ ଏନକ୍ୱାରି କରିବେ। ଆମେ ସବୁବେଳେ ଶାନ୍ତି ଚାହିଁଛୁ। ମୁଁ ସରପଞ୍ଚ ହେଲା ପରେ ଯୋଉ 30-32 କେସ୍ ହେଇଛି, ସବୁ ଜାଗା ମୁଁ ଥାନାରେ ହିଁ ସମାଧାନ କରିବା ପାଇଁ ଚେଷ୍ଟା କରିଛି। ମୋ ନାଁରେ ଯଦି ଅଯଥା ବଦନାମ କରିବା ପାଇଁ ଚାହୁଁଛନ୍ତି, ରାଜନୀତିକ ଉଦ୍ଦେଶ୍ୟମୂଳକ ଭାବେ ମୋ ନାଁକୁ ବାହାରେ ଅପପ୍ରଚାର କରିବା ଉଦ୍ଦେଶ୍ୟରେ ସେମାନେ ତାଙ୍କର ଗୋଟେ ଏତେ ଦିନର ପାୱାରଟାକୁ ସେମାନେ ପାଇଥିଲେ। ଆଜି ସେ ପାୱାରଟାକୁ ତାଙ୍କ ହାତରୁ ଜନତା ଜନାର୍ଦ୍ଦନ ଖସେଇଛନ୍ତି। ଯେହେତୁ ଜନତା ଜନାର୍ଦ୍ଦନ ଆଜି ତାଙ୍କୁ 25 ବର୍ଷ ଧରି ଲଗାତାର ନିର୍ବାଚନରେ ତାଙ୍କୁ ହିଁ ଏକତରଫା ଭାବେ ଜିତେଇଥିଲେ, ଆଜି ସେ ଜନତା ଜନାର୍ଦ୍ଦନକୁ ମାତ୍ର ମୁଁ ଇଲେକ୍ସନ ସରିବାର ବର୍ଷେ ବିତିଲା ପରେ ପଞ୍ଚାୟତରେ ଲୋକାୟୁକ୍ତ, ପଞ୍ଚାୟତରେ ଭିଜିଲାନ୍ସ, ପଞ୍ଚାୟତରେ ପ୍ରତ୍ୟେକ ଉନ୍ନତିମୂଳକ କାମରେ ବାଧାପ୍ରାପ୍ତ ହେଇଛି। ତଥାପି ଆମେ କେବେ କୌଣସି ଦିନ ରିଏକ୍ସନ ହେଇକି କାହା ଉପରେ କୌଣସି ଅପ୍ରୀତିକର ଜିନିଷ ଘଟିନି। ଯାହା ସବୁ ତାଙ୍କର ପୂର୍ବତନ ସରପଞ୍ଚ ମୁଁ ଶୁଣୁଥିଲି ଭଏସ୍, ସେମାନେ ଯୋଉ ବୟାନ ଦଉଛନ୍ତି କି ସେମାନେ ଯୋଉ ଭର୍ସନ ଦଉଛନ୍ତି, ସେମାନଙ୍କ ରାଜନୀତିକ ସ୍ୱାର୍ଥ ଦୃଷ୍ଟିରୁ ହିଁ ଦଉଛନ୍ତି। ଠିକ ଅଛି, ଏଇଟା ତ ଆମେ ଜାଣିଛୁ। କିନ୍ତୁ ଭାଇ ଆଉ ଗୋଟେ କଥା ପଚାରନ୍ତୁ, ଏ ଯୋଉ ଆପଣଙ୍କ ଅଞ୍ଚଳରେ ଝଗଡା ହେଲା, ଏ ଯୋଉ ଯିଏ ପ୍ରଦୀପ ପାଣିଗ୍ରାହୀ ବା ବ୍ରହ୍ମପୁର ସାଂସଦଙ୍କର ପ୍ରତିନିଧିକୁ ମାଡ଼ ହେଲା, ଏ ପ୍ରକୃତରେ ଝଗଡା କାହିଁକି ହେଲା? ଏଇ ଯୋଉ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପଞ୍ଚାୟତ ଗୋଟେ ନିର୍ବାଚନ ଏମ୍ପିଙ୍କର ରିପ୍ରେଜେଣ୍ଟେଟିଭ ହିସାବରେ ତାଙ୍କୁ ମାଡ଼ ହେବା ବି ଦୁର୍ଭାଗ୍ୟଜନକ। ମୁଁ ବି ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତ ଦଉଛି। କିନ୍ତୁ ମୁଁ ସେ ଜାଗାରେ ବି ନାହିଁ। ଦୁର୍ଭାଗ୍ୟଜନକ ଭାବେ ଯୋଉ ଏମ୍ପି ପ୍ରତିନିଧି କହୁଛନ୍ତି ସରପଞ୍ଚଙ୍କ ଇନଭଲଭମେଣ୍ଟ, ସରପଞ୍ଚ ଆଇନକୁ ତା ବାଟରେ ଯିବାକୁ ଦିଆଯାଉ। ସରପଞ୍ଚ ଯଦି ଇନଭଲଭମେଣ୍ଟ ଥାନ୍ତି ସରପଞ୍ଚ ଗିରଫ ହେବେ। କିଛି ଆଇନଠୁ କିଏ ବି ଉର୍ଦ୍ଧ୍ୱ ନାହାନ୍ତି ଆଜ୍ଞା। ଆଜ୍ଞା ଆଜ୍ଞା, ଶେଷ ପ୍ରଶ୍ନ ରହିବ। ଏ ଯୋଉ ଆଜ୍ଞା ବର୍ତ୍ତମାନ କିଛି ଗଣମାଧ୍ୟମ, କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମନରେଗା କାମକୁ ନେଇକିରି ଏସବୁ ଝଗଡା ହେଇଛି ବୋଲି, ପ୍ରକୃତ ଆପଣ ତ ସେଇ ଅଞ୍ଚଳର ସ୍ଥାନୀୟ ସରପଞ୍ଚ, ଏ ଝଗଡାର ପୁରା ସତ କଥାରେ ଆପଣ କଣ କହିପାରିବେ? ବାସ୍ତବରେ କହିବାକୁ ଏହା ମନରେଗା କାମକୁ ନେଇ କିଛି ବି ହେଇନି। ଯାହା ହେଇଛି ହୋଲି ଖେଳରୁ ବଚସାରେ ଆରମ୍ଭ ହେଇଛି। ହୋଲି ଖେଳ ଛୋଟ ଗୋଟେ ଜିନିଷରୁ ଏତେ ବଡ ଜିନିଷ ଘଟଣା ଘଟିଛି କେବଳ ମିଡିଆ କଲର କରିକି ଏସବୁ ହେଇଛି। ଏଥିରେ କୌଣସି ଲୋକାୟୁକ୍ତ ଉପରେ କି ମନରେଗା କାମ ଉପରକୁ କୌଣସି ଜେଲିୟସ୍ ହେଇକି କାହାକୁ କିଛି ପଚରାଏନି। ଯାହା ସହିତ ତାଙ୍କେ ଡିସ୍କସନ ବି କରୁଥିଲେ,
ସେ ଯୋଉ ଯିଏ ଲୋକାୟତ ଫାଇଲ କରିଛି ତା ସହିତ କିଛି କଥା ହଉଥିଲେ ସେ କଥା ହଉଥିଲେ ତାଙ୍କର ପୁତୁରା ଯିଏ ଦିନ ବେଳା ହୋଲି ଖେଳରେ ଯୋଉ ଡିଷ୍ଟର୍ବାନ୍ସ ହେଇଥିଲା ତାଙ୍କେ ମୋତେ କହିବା ଅନୁସାରେ ଆମେ ତାଙ୍କ ପୁତୁରାଙ୍କ ସହିତ କଥା ହଉଥିଲୁ ସେ ପୁତୁରା ସହିତ କଥା ହେବା ସମୟରେ ଯିଏ ନୀଳାଞ୍ଚଳ ସାହୁ ସେ ଆସିକି ଆମକୁ ଆମ ଜାତି ଜିନିଷକୁ ନେଇକି ଆମକୁ ବାରମ୍ବାର ଆକ୍ଷେପ କରି କହିଲେ ଏବଂ ଆମକୁ ମାରିବାକୁ ଆସିଗଲା ଆମେ ବି ତାଙ୍କୁ ଓଲଟା ମାରିଛୁ ବୋଲି ସେମାନେ କହିଛନ୍ତି। ନିଶ୍ଚୟ ଠିକ ଅଛି ପୋଲିସ ତ ନିଶ୍ଚୟ ଭାବେ କାର୍ଯ୍ୟାନୁଷ୍ଠାନ ନବ ଯିଏ ଅପରାଧ କରିଛି ଖୋଲା ଆଜ୍ଞା ସାର୍ ଆଲୋଚନା କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ଥ୍ୟାଙ୍କ ୟୁ ସାର୍।